ହେଇଛି ଥାଳି ବଢିଆ ହେଇଛି। नर्तकीटा कला कर हाथी कला कर सब कर सबुज रंग दब भूमिटा गछटा सबुज रंग दब आकाशटा पानी कलर कर पद्म फूल गोलापी रंग कर स्केच सब गार दब दीदी गोटे मार्क दिया क्वेश्चन 20 क्वेश्चन लिखे 20 मार्क समझ है गोटे नंबर गोटे मार्क
ମୋର ପ୍ରତିଯୋଗୀ ବନ୍ଧୁମାନଙ୍କୁ ମୋର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ। ଉତ୍କୃଷ୍ଟ କଳା ନୈପୁଣ୍ୟ, ସାହିତ୍ୟ ଉତ୍କର୍ଷ, ଐତିହ୍ୟ ବା ଲୋକମାନ ସଂସ୍କୃତି ଉଦ୍ଦୀପ୍ତ। ତେଣୁ ଉତ୍କଳ ତେଣୁ ବୋଲାଏ ମହାପୁଣ୍ୟ ହୋଇ ଉଗ୍ର କୌଶଳ କଳିଙ୍ଗ ଏକୀଭୂତ ଜଙ୍ଗି ଏହି ମୋ ଓଡ଼ିଶା ଭୂଇଁ। ହଁ ଆଜ୍ଞା, ଆଜିର ଏହି ଶିକ୍ଷଣ ଧାରଣା ମହାମଞ୍ଚରେ ଆମ ଓଡ଼ିଶାର ଲୋକକଳାକୁ ପର୍ଯ୍ୟବେସିତ କରି ଉଦ୍ଦିଷ୍ଟ କରାଯାଇଥିବା ପ୍ରସଙ୍ଗ କେବଳ ବିଦ୍ୟାଳୟର ଶିକ୍ଷା ହିଁ ଓଡ଼ିଶାର ଲୋକକଳା ବଞ୍ଚାଇ ରଖିବାକୁ ସାହାଯ୍ୟ କରୁଛି। ଏହା ଉପରେ ବିତର୍କ ରଖିବା ମୋର ଉଦ୍ଦେଶ୍ୟ। ଆମେ ସମସ୍ତେ ଜାଣୁ ଶିକ୍ଷା ହିଁ ଜୀବନର ଆୟୁଧ, ଆଉ ଏ ଜୀବନ ପୁଣି ଭାବ ଅନୁଭବ କଳା ସଂସ୍କୃତିର ଛାପ। ଏ ଜୀବନ ପୁଣି ଭାବ ଅନୁଭବ କଳା ସଂସ୍କୃତିର ଛାପ ଚାପାଇ ମନ ଉତ୍ଫୁଲ୍ଲିତ ହୁଏ ଦେଖିବାକୁ ଅପରୂପ, ଦେଖିବାକୁ ଅପରୂପ। ଆମ ଉତ୍କଳର ଗର୍ବ ଗୌରବ ଓ ଗାରିମା ସବୁ ଗାଁ ଆଖଡ଼ା ଚାଳକୁ ଆରମ୍ଭ ହୋଇ ଜଗନ୍ନାଥ ସଂସ୍କୃତିରେ ସମାପ୍ତ ହୋଇଛି ଆଉ ବାନ୍ଧି ରଖିଛି ଅନେକ ଲୋକକଳାକୁ। ତାର ବନ୍ଧୁଗଣ ବୁଝନ୍ତୁ, ଏହି ଲୋକକଳା କ'ଣ? କ'ଣ ଏହାର ପରିସୀମା? ଲୋକକଳା ହେଉଛି ଲୋକ ସଂସ୍କୃତିର ଜୀବନ୍ତ ବାର୍ତ୍ତାବହ। ଉତ୍କଳର ଏହି ଶାନ୍ତ ଶୀତଳ କାନ୍ତ କୋମଳ ସୁନ୍ଦର ପରିବେଶକୁ ପ୍ରକୃତିର ରଙ୍ଗଶାଳ ସୌନ୍ଦର୍ଯ୍ୟର ଗନ୍ତାଘର, ମାଧୁରୀମାର ଆଦର, ଯଥା ଷଡ଼ଋତୁର ସାମ୍ବତ୍ସରିକ ପ୍ରର୍ଯ୍ୟଟନ କ୍ରମିକ ରଶ୍ଚବର ପୀଠସ୍ଥଳୀ। ଏହି ସ୍ନିଗ୍ଧ ଶୀତଳ ମଧୁବର ରସମୟ ପରିବେଶ ମଧ୍ୟରେ ଉପସ୍ଥିତ ବରେଣ୍ୟ ବିଚାରକ ମଣ୍ଡଳୀ, ପୂଜ୍ୟ ଗୁରୁଜୀ ଓ ଗୁରୁବୃନ୍ଦ ଏବଂ ଆକର୍ଷଣୀୟ ପ୍ରତିଭାର ଅଧିକାରୀ ମୋର ସଂଗ୍ରାମୀ ବନ୍ଧୁଗଣ, ସମସ୍ତଙ୍କୁ ଶୁଭ ସକାଳ। ଆଜିର ବକ୍ତୃତାର ବିଷୟବସ୍ତୁ ହେଉଛି ଓଡ଼ିଶାର ଲୋକକଳା ସମୁଦ୍ରରେ ମୋର ଭୂମିକା। ମୋ ଜନ୍ମଭୂମି ଓଡ଼ିଶାର ନାମ ଉଚ୍ଚାରଣ ମାତ୍ରେ ମୋ ପ୍ରାଣରେ ଅପୂର୍ବ ଶାନ୍ତି ଓ ପ୍ରୀତି ଜାତ ହୁଏ। ଶରୀର ସୃଷ୍ଟି ହୁଏ ଉଚ୍ଛ୍ୱସିତ, ଉନ୍ମାଦନା ଓ ପୁଲକ। ଏହି ପବିତ୍ର ଭୂମି ଓଡ଼ିଶା ଦେବଭୂମି, ତ୍ୟାଗଭୂମି, ପୁଣ୍ୟଭୂମି ନାମେ ସାରା ବିଶ୍ୱରେ ପରିଚିତ। ତ ଓଡ଼ିଶାର ଲୋକକଳା ମଧ୍ୟ କିଛି କମ୍ ନୁହେଁ। ଆମ ଓଡ଼ିଶାର ଲୋକକଳା ବେଶ ପୁରାତନ, ଆମ ସମୃଦ୍ଧ, ଲୋକପ୍ରିୟ। ଆମ ସଂସ୍କୃତିର ତୁଳନା ନାହିଁ। ସେ ଛଉ ନୃତ୍ୟ ହେଉ କିମ୍ବା ସେ ଗୋଟିପୁଅ ନୃତ୍ୟ ହେଉ, ସେ ସମ୍ବଲପୁରର ଡାଲଖାଇ ହେଉ କିମ୍ବା ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ହେଉ, ଏହା ଆମକୁ ସବୁବେଳେ ଅଜସ୍ର ଖୁସି ଓ ଏକତାର ସୂତ୍ରରେ ବାନ୍ଧି ରଖି ଆସିଛି। ଅତୀତରେ ଆମ ପାଲା, ଦାସକାଠି, ମୁଣ୍ଡ, ଓଡ଼ିଶୀ ନୃତ୍ୟ, ଛଉ ନୃତ୍ୟ, ନାଟ ନାଚ, କଣ୍ଢେଇ ନାଚ, ଘୋଡ଼ା ନାଚ ଆଦି ଆମ ଓଡ଼ିଶା ବାହାରେ ମଧ୍ୟ ବେଶ ପ୍ରଶଂସା ଲାଭ କରିଥିଲା। ସମୟକ୍ରମେ ଆଧୁନିକତାର ପ୍ରଭାବରେ ଏହାର କ୍ରମ ହ୍ରାସ ପାଇଛି। ଏହା ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଲୋକକଳା ଯେ ପର୍ଯ୍ୟନ୍ତ ବଞ୍ଚି ରହିବ ସେ ପର୍ଯ୍ୟନ୍ତ ଆମେ ଖୁସିରେ ରହିପାରିବା। ଓଡ଼ିଶାର ଲୋକକଳା ସମୁଦାୟ ମୋର ବି କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି। ଓଡ଼ିଶାର ଲୋକକଳା ସମୁଦାୟ ମୋର ବି କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି। ପ୍ରଥମ ଭୂମିକା ହେଉଛି ଏହାର ପ୍ରଚାର ପ୍ରସାର କରିବା। ଯେଉଁ ଆଧୁନିକତାର ପ୍ରଭାବରେ ଆଜି ଆମ ଓଡ଼ିଶାର ଲୋକକଳାର ମାନ ହ୍ରାସ ପାଇଛି, ସେହି ଆଧୁନିକତାକୁ ଅସ୍ତ୍ର କରି ମୁଁ ମୋ ସାଙ୍ଗମାନଙ୍କ ସହ ମିଶି ଓଡ଼ିଶାର ଲୋକକଳା, ପରମ୍ପରା, ସଂସ୍କୃତିକୁ କିପରି ପ୍ରଚାର ପ୍ରସାର ହେବ ତାହା ପାଇଁ ଚେଷ୍ଟା କରିବି। କାରଣ ଭଲ ଭାବେ ହୃଦୟଙ୍ଗମ କରିଅଛି ଯେ ଓଡ଼ିଶାର ଲୋକକଳା ସମୃଦ୍ଧି ହେଉଛି ମୋର ପରିଚୟ। ଆଧୁନିକତାର ବର୍ଷବନ୍ଦୀ ହେଲେ କେବେ ମୋ ଲୋକକଳାକୁ ନିମ୍ନଗାମୀ ଦେବି ନାହିଁ। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗିତା, ବିଭିନ୍ନ କଳା ସ୍ଥାପତ୍ୟ ପ୍ରଦର୍ଶନ, ଲୋକନୃତ୍ୟ ପରିବେଷଣ ଆଦିରେ ଆମେ ବିଦ୍ୟାଳୟ ତଥା ଗାଁ ଗଣ୍ଡାର ଲୋକକଳା ପ୍ରତି ଲୋକମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିପାରିବା। ଶିକ୍ଷକ, ଶିକ୍ଷୟିତ୍ରୀ, ଗୁରୁଜନ, ସାଙ୍ଗସାଥୀମାନଙ୍କ ସହାୟତାରେ ବିଦ୍ୟାଳୟର ତଥା ପ୍ରଶ୍ନରେ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମାଜକୁ ମୋର ବାର୍ତ୍ତା ପହଞ୍ଚାଇ ପାରିବି। ଯାହା ହଜିଯାଇଛି ଆଧୁନିକତାର ଚକ୍ରବ୍ୟୁହରେ। ଆମ ପାଇଁ ଗର୍ବ, ଆମରି ଗୌରବ ଓଡ଼ିଶାର ଲୋକକଳା, ତାହାରି ସୁରକ୍ଷା ଆମରି କର୍ତ୍ତବ୍ୟ। ହେଉ ହୃଦ ଜପମାଳା, ହେଉ ହୃଦ ଜପମାଳା। ମହାନ ଆମ ସଂସ୍କୃତି, ମହାନ ଆମ ପରମ୍ପରା, ମହାନ ଆମ ଲୋକକଳା, ଏହାର ସୁରକ୍ଷା, ପ୍ରଚାର, ପ୍ରସାର। ଦେଖିଆ କୋଉ ଶ୍ରେଣୀ କଣ କରୁଛୁ? ଚୁଲି ସବୁ MDM ର କଣ ପିଲା ଖାଉଛନ୍ତି? କଣ ଏଇଟା କରୁଛି? କଣ ରସୁଣ, କହ ସାରୁ କହ। ଆଳୁ, କଣ କରୁଛୁ କହ? ଏଇଠି ଆଳୁ କରିଛି, ଏଇଠି ଟମାଟୋ କରିଛି, ଏଇଠି ବାଇଗଣ କରିଛି, ହଁ। ଏଇଟା ଭେଣ୍ଡି କରିଛି। ଭେଣ୍ଡି। ଏଇଟା ପିଲା କରିଛି ବୋଧେ ଆଉ। ଏଇଟା କରିଛି ଖାଇବି। ହଉ। ଏଇଟା କଣ ଆଇଛୁ? ଆୟୁଷ କୁମାର ବେହେରା। କଣ କରୁଛୁ ଦେଖା? ଚାମଚ, ଦିଟା ଗାଜର, ଦିଟା ଆଳୁ, ଦିଟା ବାଇଗଣ, କଲରା, କାଙ୍କଡ଼, ଦିଟା ଟମାଟୋ। ଆଉ ପିଲାମାନେ ବସି ଖାଉଛନ୍ତି। ଥାଳି ରୋଷେଇଆ ମାନେ ରୋଷେଇ ଦଉଛନ୍ତି। ଏଇଟା କଣ ହାତୀ ଉପରେ କିଏ ବଇଛି?
এইটা କ'ଣ କରିଛୁ? ରୋଷେଇଆ ଗାମୁଛା ପକେଇଛି ରୋଷେଇଆ କରିଛି ରୋଷେଇଆ କରି ଲୁଗା ପଛପଟକୁ ପଡ଼ିଛୁ। ଆଜ୍ଞା ସାର୍। ଭଲ ଅଛି ବଢ଼ିଆ କରିଛ। ନା କ'ଣ କ'ଣ କରୁଛ ଝିଅ? ମଧ୍ୟାହ୍ନ ଭୋଜନ ଏଇଟା କ'ଣ ହେଇଛି ଏଇଟା କ'ଣ ଏଇଟା ସବୁ ଅଙ୍ଗୁର କେତା ମଧ୍ୟାହ୍ନ ଭୋଜନ ତମର ଅଙ୍ଗୁର କେତା ଦିଆଯାଉଛି ହଁ ଏଇଟା କ'ଣ ଏଇଟା ଶିଳ। ତମର କ'ଣ କରୁଛ? ସମସ୍ତେ ତ ଖାଲି ମଧ୍ୟାହ୍ନ ଭୋଜନ କରିବା ଆଉ। ତୋ ନାଁ କ'ଣ? ଶିଳ କରେଇ ଡେକେଚି କ'ଣ ଚୁଲି ଆଉ ଏଇଟା କ'ଣ ଟିକିରେ ମୂଳା ଏ ଖରାରେ ବସିକି କରୁଛ? ଟିକେ ଭଲରେ କରିବ। ହଁ ଛାଇରେ ନିଅ। ଏଇଟା କ'ଣ ଚୁଲି? କ'ଣ? ତାର କ'ଣ ବର୍ଷା କ'ଣ ଘର ହେଉଛି ନା କ'ଣ ରୋଷେଇ ଘର ଏଇଟା କ'ଣ ଚୁଲି ଟିକେ ଉଠିଆ ଦେଖିଆ କ'ଣ କ'ଣ ବର୍ଷା ମିଶ୍ର ତା ସାଥିରେ ଆଉ କିଏ ଭାଗ ହେଇଛି? ତୋ ନା କ'ଣ? ସ୍ୱାଗତିକା। ଶୁଭଲକ୍ଷ୍ମୀ କୋଉ କ୍ଲାସରେ ପଢୁଛ? ଅଷ୍ଟମ। ଏ କ'ଣ ସବୁ ହେଇଛି? ମାଛ ଅଣ୍ଡା ଚିକେନ କାକୁଡି ଆଉ କଲରା ଆଉ କରମଙ୍ଗା ସେଟା ଆଉ ଶିଳ ଲୁଣ ଲଙ୍କା କଖାରୁ ଚୁଲି ଗାଜର ତାୱା ଆଉ